ସାମ୍ବାଦିକ ସମ୍ମିଳନର ମୂଳ ଉଦ୍ଦେଶ୍ୟ ହେଉଛି ଜିଏସଟି जो ସଂସ୍କାର ମାନ୍ୟବର ମୋଦିଜୀ କଲେ ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଆପଣମାନଙ୍କୁ ଆମେ ନିବେଦନ କରୁଛୁ। ଏଇ ଟଙ୍କାଟା ବେପାରୀ ପାଖରେ ଅଟକି ନ ଯାଉ, ଏଇ ଟଙ୍କାଟା ସାଧାରଣ କ୍ରେତା ସାଧାରଣ ଲୋକ ପାଖକୁ ଯାଉ। ଏଇ ଲାଭଟା ତାହେଲେ ତା ପକେଟରେ ଦୁଇ ପଇସା ବଳିବ, ବଳିଲେ ସେ ଅଧିକ କିଣିବ, ତାର କ୍ରୟ ଶକ୍ତି ବଢ଼ିଲେ ଅଧିକ ଉତ୍ପାଦନ ହେବ। ଯଦି ସେଭିଂ କରିବ ତା ଭବିଷ୍ୟତ ସୁରକ୍ଷିତ ହେବ, ଯଦି ଇନଭେଷ୍ଟ କରିବ ତାର ଆୟ ବଢ଼ିବ, ଅଧିକ ଲୋକଙ୍କୁ ନିଯୁକ୍ତି ମିଳିଲେ ଅଧିକ ଟିକସଦାତା ସୃଷ୍ଟି ହେବେ, ଦେଶର ଅର୍ଥନୀତି ଗତିମାନ ହେବ। ତାହେଲେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଆମେ ଦ୍ରୁତ ଗତିରେ ଆଗେଇବା। ଏଇସବୁ ବିଷୟରେ ଆମେ ଆଜି ସାମ୍ବାଦିକ ସମ୍ମିଳନୀ ଆମ ଦେଶରେ କି କର ବ୍ୟବସ୍ଥା ଥିଲା, ଯେଉଁ ବ୍ୟବସ୍ଥା ଥିଲା ତାହା ଅତ୍ୟନ୍ତ ଜଟିଳ ଥିଲା। ବହୁ ପ୍ରକାର କର ଥିଲା, ରାଜ୍ୟର କର, କେନ୍ଦ୍ରର କର, ଏଣ୍ଟ୍ରି ଟ୍ୟାକ୍ସ, ଅଫ୍ରାଇ ଟ୍ୟାକ୍ସ, କଷ୍ଟମ ଡ୍ୟୁଟି, କେତେ ପ୍ରକାର ଥିଲା, ଭାଟ୍ ଥିଲା। କିନ୍ତୁ ଜିଏସଟି ଆସିବା ପରେ ଗୋଟେ ୟୁନିଫାଏଡ ଟ୍ୟାକ୍ସ ସିଷ୍ଟମ ହେଲା। 2017 ମସିହାରେ ଯେତେବେଳେ ଜିଏସଟି ଆସିଲା ସେତେବେଳେ ଗୋଟେ ଏକୀକୃତ କର ବ୍ୟବସ୍ଥା, ମାନେ ଗୋଟେ ପ୍ରକାର ଟ୍ୟାକ୍ସ ସମସ୍ତ ପାଇଁ ଲାଗୁ ହେଲା। ଆଗରୁ ଡବଲ ଟ୍ୟାକ୍ସେସନ ବି ବ୍ୟବସ୍ଥା ଥିଲା, ଗୋଟେ ସାମଗ୍ରୀ ଉପରେ ଦୁଇଥର ଟ୍ୟାକ୍ସ ଦେବାକୁ ପଡୁଥିଲା, ସେ ବ୍ୟବସ୍ଥା ଉଠିଗଲା। ଏବଂ ଟ୍ୟାକ୍ସ ରିଟର୍ନ, କମ୍ପ୍ଲାଏନ୍ସ, ପେନାଲ୍ଟି ଏ ସବୁରେ ଗୋଟେ ସରଳୀକରଣ ବ୍ୟବସ୍ଥା, ଯାହାଫଳରେ ପ୍ରତ୍ୟେକ ଟ୍ୟାକ୍ସ ପେୟର ବେନିଫିଟେଡ୍। ଆଗରୁ ଯୋଉ ଟ୍ୟାକ୍ସ ଥିଲା ଛୋଟ ଛୋଟ ଜିନିଷକୁ ଲକ୍ଜରୀ ଆଇଟମ ଭଳିଆ ଟ୍ୟାକ୍ସେସନ, କଲମ, ପେନସିଲ, ଖାତା, ୟା ପରେ ପ୍ରଚୁର ଟ୍ୟାକ୍ସ, ଏଟାକୁ ଟ୍ୟାକ୍ସ ଫ୍ରି କରିଦେଲେ। ତଥାପି ୟା ବିରୁଦ୍ଧରେ ଲୋକ ପ୍ରଚାର କଲେ। ସାଧାରଣ ଲୋକ ଯୋଉମାନେ ଏସବୁ କଥା ବୁଝିପାରୁନାହାନ୍ତି ତାଙ୍କୁ ଭ୍ରମରେ ପକେଇକିରି ଗୋଟେ ସରକାର ବିରୋଧୀ ମତ ତିଆରି କରିବାର ଚେଷ୍ଟା କଲେ। ବାସ୍ତବିକତା ସହିତ ଲୋକଙ୍କୁ ପରିଚିତ କରାଇବା ଆମର ଦାୟିତ୍ୱ। ମୋଦିଜୀ ଯେତେବେଳେ ଟ୍ୟାକ୍ସ ଜିଏସଟି ପ୍ରଥମେ ଲାଗୁ କଲେ, ଏମିତି ଲାଗୁ ହେଇନି ବା ଇମ୍ପୋଜ କରିଦେଇନାହାନ୍ତି। ପୃଥିବୀର ଅନ୍ୟ କୌଣସି ଦେଶ ପରି କରିଥିବାର ନଜିର ଅଛି କି ନାହିଁ ମୋତେ ଜଣା ନାହିଁ, କିନ୍ତୁ ଭାରତର ବିଭିନ୍ନ ରାଜ୍ୟରେ ବିଭିନ୍ନ ଦଳର ସରକାର ଥିବା ସତ୍ତ୍ୱେ ବି ମୋଦିଜୀ ୟାଙ୍କୁ ସମସ୍ତଙ୍କୁ ବସେଇକିରି ସବୁ ରାଜ୍ୟର ସହମତି ନେଇକି କଲେ। ଏଇଟା ଗୋଟେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା, ଯାହାକୁ ବୁଝେଇବାରେ ବହୁତ ସମୟ ଯାଇଛି, ଲମ୍ବା ଏକ୍ସରସାଇଜ କରିବାକୁ ପଡିଛି, କିନ୍ତୁ ସବୁ ରାଜ୍ୟର ସହମତି ହେବା ପରେ ଯାଇକି ଜିଏସଟି ଲାଗୁ। ଏଇଟା ମୋଦିଜୀଙ୍କର ଦୃଢ ନେତୃତ୍ୱ ଆଉ ଆତ୍ମବିଶ୍ୱାସର ବଳିଷ୍ଠ ପ୍ରମାଣ। ଏବେ ମୋଦିଜୀ ଟ୍ୟାକ୍ସ ରିଫର୍ମ କଲେ ଜିଏସଟି ରେ, ଏ ଗୋଟେ ବହୁତ ବଡ ମହତ୍ୱପୂର୍ଣ୍ଣ ଉପଲବ୍ଧି। ପ୍ରତ୍ୟେକ ଲୋକ, ଏମିତି ଦେଶର କୋଣ ଅନୁକୋଣରେ ଏମିତି କୌଣସି ଲୋକ ନାହିଁ ଯେ ୟା ଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଲାଭାନ୍ୱିତ ହେବ ନାହିଁ। ଛାତ୍ର, ଶିକ୍ଷକ, କୃଷକ, ଶ୍ରମିକ, ବୈଜ୍ଞାନିକ, ଡାକ୍ତର, ରାଷ୍ଟ୍ରନାୟକ ସମସ୍ତେ ଉପକୃତ, ବ୍ୟବସାୟୀ, ଚାଷୀ, ଶ୍ରମିକ ସମସ୍ତେ। କାରଣ ଏପରି ସମାବେଶୀ କରାଯାଇଛି ଆଉ ଏତେ ଆର୍ଟିକୁଲେସନ ହେଇଛି ଯେ ଆମେ ଅକଳ୍ପନୀୟ କୁହାଯାଇପାରେ। କୌଣସି ବ୍ୟବସ୍ଥାରେ ନୂଆ ଲାଗୁ ହୁଏ ସମସ୍ତଙ୍କୁ ବୁଝିବା ବଡ କଠିନ। କେବେ କେବେ ସେ ବ୍ୟବସ୍ଥା ଦ୍ୱାରା କିଛି ଉପକୃତ ହେଉଥିଲା, କିଛି କ୍ଷତିଗ୍ରସ୍ତ ହୁଅନ୍ତି। ଇଏ ଏପରି ଅଦ୍ଭୁତ ବ୍ୟବସ୍ଥା ଯାହା ଦ୍ୱାରା ସମସ୍ତେ ଉପକୃତ ହେବେ। କଣ ହେଲା, ଯେ ଟ୍ୟାକ୍ସର ରେଟ୍ 4ଟା ସ୍ଲାବରେ ଥିଲା, 5%, 12%, 18%, 28%, ଏ 2ଟା ସ୍ଲାବରେ ସୀମିତ କରାଗଲା। 12%ରେ ଥିବା ଟ୍ୟାକ୍ସରୁ ପ୍ରାୟ 99% ଜିନିଷର ରେଟ୍ ହ୍ରାସ ହୋଇଛି। 28% ଟ୍ୟାକ୍ସ ସ୍ଲାବରେ ଥିବା ଜିନିଷର ପ୍ରାୟ 90% ଟ୍ୟାକ୍ସ ହ୍ରାସ ହୋଇଛି। ଏହା ଦ୍ୱାରା କଣ ଉପକାର ହେଲା? ଏହା ଦ୍ୱାରା ପଇସାଟା ଚାଷୀ ପାଖରେ, ମୂଲିଆ ପାଖରେ, ଗରିବ ଲୋକ ପାଖରେ, ଆମ ଗାଁ ଗହଳିରେ ଯୋଉ ମା ଭଉଣୀ ପରିବାରର ବଜେଟ ସମ୍ଭାଳୁଛନ୍ତି ତାଙ୍କ ପାଖରେ ପଇସାଟା ବଳି ପଡିବ। ତାଙ୍କ ପାଖରେ ପଇସା ବଳି ପଡିବାର ଅର୍ଥ କଣ? ତାପରେ ପଇସା ବଳି ପଡିବ, ସେମାନେ ଅଧିକ କ୍ରୟ ଶକ୍ତି ବଢିବ। ଆପଣ ଗୋଟେ କାର କିଣୁଥିଲେ, ପ୍ରତି କାର ହଉ, ମୋଟରସାଇକେଲ ହଉ, ସ୍କୁଟର ହଉ, 10% ଆପଣ ସିଧା ଲାଭ ପାଇଲେ। 5 ଲକ୍ଷ ଟଙ୍କା କାରରେ ଆପଣ 50,000 ଟଙ୍କା ବେନିଫିଟ ପାଇବେ। 20 ଲକ୍ଷ ଟଙ୍କା କାରରେ 2 ଲକ୍ଷ ଟଙ୍କାର ବେନିଫିଟ ପାଇବେ। ଏ ପଇସାରେ ଆପଣ କଣ କରିବେ? ପଇସାକୁ ସେଭିଂ କରିପାରିବେ, କିମ୍ବା ଅଧିକ କିଣିପାରିବେ, କିମ୍ବା ତାକୁ ଇନଭେଷ୍ଟ କରିପାରିବେ।
इन्वेस्ट कले आपन आय बढ़िबो अधिक किनिले से डिमांड बढ़िबो डिमांड बढ़िले कोन हम प्रोडक्शन अधिक हम जे आपन अधिक किनि लोक क्रय शक्ति बढ़िला धरन कि जने 100 पैकेट बिस्कुट किनला से 150 पैकेट बिस्कुट किनिबो जने 200 दूध किनला 300 दूध किनिबो ताहले अधिक प्रोडक्शन पई इंडस्ट्री आग बढ़े अधिक उत्पादन हेले कौन हम जे अधिक उत्पादन अधिक लोक को नियुक्ति मिले मोर प्रोडक्शन विल कंपेल मोर एंगेजमेंट एम्प्लॉयमेंट अपॉर्चुनिटी फॉर द यूथ अधिक युवक युवती नियुक्ति पाइबे से अधिक नियुक्ति पाइले पैसा अधिक जीव दरमा पाइबे ताले सेमान भितर अनेक टिकस दाता है ताले टैक्स पेयर जो ग्रुप थिले से बढ़िबे ताहले स्टेट एक्सचेकर बर्तमान जो 50,000 कोटी रु 1 लाख कोटी पर्यंत लॉस हला टैक्स कमेबा द्वारा से लॉस पूर्ण हे जो 17 मसिया जो जीएसटी लागू हला ता पूर्व हम देश रे करदाता थिले 66.5 लाख एबे गले 8 वर्ष रे 1.51 करोड़ माने 2 गुण रु अधिक हे गले कर कमिवा सत्ते एति बढ़िले सेही परी वर्तमान मध्य मानव संख्या और बहुत जेतु नुआ नियुक्ति सुजोग सृष्टि हो नुआ करदाता आसवे तले टैक्स पेयर मानकर संख्या बहुत बढ़ी जाए वर्तमान में सीधा कथा होची मोदी जी टैक्स बेनिफिट देले काहा को देले ए टैक्स बेनिफिट डायरेक्टली व्यापारी को नुहे डायरेक्टली करदाता डायरेक्टली खाउटी को मूल्य को चाषी को क्रेता को तले विक्रेतार कौन लाभ हो विक्रेतार अधिक बिक्री हम तार लाभ परिमाण बढ़ होटेल वाला मन को परोटा बिकुला परोटा ऊपर 12% टैक्स थिला 0% टैक्स से खाता काली कलम बिकुला 5% 12% टैक्स थिला एबे से 0 टैक्स किंतु क्रेता एक कथा तो जानिनी तेनु क्रेता को से बुझेवा दरकार ता दुकान आगे बोर्ड लगेवा दरकार जे ए जो टैक्स रिफॉर्म हला एतिर एतिकी बेनिफिट हला ए बेनिफिट सीधा आपन को जीवो तेनु जो खाताटा 5 टका रे बिकुथलु सेटा 4 टका 50 पैसा रे दर ह्रास हला जेपन लोक को एजुकेट करा गलानी लोक एतिकी सचेतन नेने मागिवे 90% लोक जानि नांती या द्वारा कोन लाभ हो से कहबे रे खाता 5 टका रे बिकुथले 60 टका दे कहबे तेनु तांको एजुकेट करिया पे आपन मानकर दायित्व अछि आपन मान माध्यम रे लोक को कथा भी जणाइबो